ଆଜିର ପ୍ରସଙ୍ଗ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା ଏକ ବିହଙ୍ଗାବଲୋକନ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଓଡ଼ିଶାକୁ ଏକ ସମୃଦ୍ଧ ଓ ଶିଳ୍ପୋନ୍ନତ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ ମିଶନ ଆଧାରରେ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା 2025ର ଆୟୋଜନ କରାଯାଉଛି। ଭୁବନେଶ୍ୱରଠାରେ ଆସନ୍ତାକାଲିଠାରୁ 2 ଦିନ ପାଇଁ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଓଡ଼ିଶାର ଶିଳ୍ପ କ୍ଷେତ୍ରରେ ଭବିଷ୍ୟତକୁ ନୂତନ ଏବଂ ଅଧିକ ବ୍ୟାପକ କରିବାରେ ଏହା ସହାୟକ ହେବ। ବୈଷୟିକ ଶିଳ୍ପ କେନ୍ଦ୍ର ଭାବେ ଗଢ଼ି ତୋଳିବା ସହିତ ଦେଶର ଏକ ଅଗ୍ରଣୀ ଅର୍ଥନୈତିକ ରାଜ୍ୟ ଭାବେ ଓଡ଼ିଶାକୁ ପ୍ରତିପାଦନ କରିବାରେ ଏହି କନକ୍ଲେଭ୍ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିବ। ଓଡ଼ିଶାର ସାମଗ୍ରିକ ଏବଂ ଦୀର୍ଘସ୍ଥାୟୀ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ଏହାର ଆୟୋଜନ କରାଯାଇଛି। ପୂର୍ବୋଦୟ ମିଶନ ଆଧାରରେ ଓଡ଼ିଶାକୁ ଏକ ପ୍ରମୁଖ ନିବେଶ ମଞ୍ଚ ଭାବେ ଗଢ଼ି ତୋଳିବାର ପ୍ରୟାସ କରାଯାଇଛି। ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଶିଳ୍ପ ପ୍ରତିଷ୍ଠା ଲକ୍ଷ୍ୟରେ ଉଭୟ ଘରୋଇ ଏବଂ ଆନ୍ତର୍ଜାତୀୟ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ରାଜ୍ୟର ଶିଳ୍ପଶକ୍ତି କ୍ଷେତ୍ରରେ ରହିଥିବା ବ୍ୟାପକ ସମ୍ଭାବନାର ସୁଯୋଗ ପରିପ୍ରେକ୍ଷୀରେ ବିଶ୍ୱର ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ଏହି କନକ୍ଲେଭ୍ ବିସ୍ତୃତ ସୁଯୋଗ ପ୍ରଦାନ କରିବ। କନକ୍ଲେଭ୍ ପାଳନ ଅବସରରେ ବିଭିନ୍ନ ଅଧିବେଶନ, ଆଲୋଚନା, ମତବିନିମୟ କାର୍ଯ୍ୟକ୍ରମ ରହିଛି। ବିଶ୍ୱସ୍ତରୀୟ ଉଦ୍ୟୋଗୀ, ନୀତି ନିର୍ମାତା ଏବଂ ନିବେଶକଙ୍କ ମଧ୍ୟରେ ସହଯୋଗକୁ ଏହି ସମ୍ମିଳନୀ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ଆଶା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପୂର୍ବାହ୍ନରେ ଏହି ସମ୍ମିଳନୀର ଶୁଭ ଉଦ୍ଘାଟନ କରିବେ। ସିଙ୍ଗାପୁର, ଅଷ୍ଟ୍ରେଲିଆ, ଜାପାନ, ଜର୍ମାନୀ, UAE ସମେତ ବିଭିନ୍ନ ଦେଶର ପାଖାପାଖି 7500 ପ୍ରତିନିଧି ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବାର ଲକ୍ଷ୍ୟ ରହିଛି। ଏଥିପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ସ୍ୱତନ୍ତ୍ର ପୋର୍ଟାଲ ମାଧ୍ୟମରେ ପଞ୍ଜୀକରଣ କରାଯାଇଛି। ବହୁ ଶିଳ୍ପୋଦ୍ୟୋଗୀ ଏବଂ ଆନ୍ତର୍ଜାତିକ ସ୍ତରର ପ୍ରତିନିଧି ଆଜି ଭୁବନେଶ୍ୱରରେ ଆସି ପହଞ୍ଚୁଛନ୍ତି। ପ୍ରଯୁକ୍ତିବିଦ୍ୟା, ଅକ୍ଷୟ ଶକ୍ତି, ରସାୟନ, ବୟନଶିଳ୍ପ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଭଳି ବିଭିନ୍ନ କ୍ଷେତ୍ର ଉପରେ ଏଥିରେ ବିଶେଷ ଧ୍ୟାନ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ସମ୍ମିଳନୀ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ଅଧିକରୁ ଅଧିକ ପୁଞ୍ଜି ବିନିଯୋଗ ଓ ସହଭାଗିତା ବୃଦ୍ଧି ପାଇଁ ଗୁରୁତ୍ୱ ଦିଆଯିବ। ଦୀର୍ଘକାଳୀନ ଶିଳ୍ପ ଅଭିବୃଦ୍ଧି, ନିଯୁକ୍ତି ସୁଯୋଗ ସୃଷ୍ଟିକୁ ଏହା ପ୍ରୋତ୍ସାହନ ପ୍ରଦାନ କରିବ। ଓଡ଼ିଶାରେ ଶିଳ୍ପ ଭିତ୍ତିଭୂମିରେ ବିବିଧତା ଆଣିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଗ୍ରୀନ୍ ହାଇଡ୍ରୋଜେନ୍, ଗ୍ରୀନ୍ ଆମୋନିଆ ଏବଂ ବର୍ଜ୍ୟବସ୍ତୁରୁ ଶକ୍ତି ପ୍ରକଳ୍ପ ଭଳି ପଦକ୍ଷେପକୁ ଅଗ୍ରାଧିକାର ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। 2036 ସୁଦ୍ଧା ଓଡ଼ିଶାକୁ ଏକ ସମୃଦ୍ଧ, ଶିଳ୍ପୋନ୍ନତ ଏବଂ ଅନ୍ତର୍ଭୁକ୍ତିକରଣ ରାଜ୍ୟରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଯୁବବର୍ଗଙ୍କ ପାଇଁ ନୂତନ ଯୁଗୋପଯୋଗୀ ଶିଳ୍ପ ଆବଶ୍ୟକତା ଦୃଷ୍ଟିରେ ତାଲିମ ଏବଂ ଦକ୍ଷତା ବିକାଶ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଇଛି। ସ୍କିଲ୍ଡ ଇନ୍ ଓଡ଼ିଶା ଭଳି ପଦକ୍ଷେପ ମାଧ୍ୟମରେ ସରକାର ପ୍ରଯୁକ୍ତିବିଦ୍ୟା, ଉତ୍ପାଦନ, ସେମିକଣ୍ଡକ୍ଟର ଏବଂ ଅକ୍ଷୟ ଶକ୍ତି ଭଳି କ୍ଷେତ୍ରରେ ଅଭିବୃଦ୍ଧି ଆଣିବାକୁ ଲକ୍ଷ୍ୟ ରଖିଛନ୍ତି। ଓଡ଼ିଶାର 3ଟି ପ୍ରମୁଖ ବନ୍ଦର ପାରାଦୀପ, ଧାମରା ଏବଂ ଗୋପାଳପୁରକୁ ବିଶ୍ୱସ୍ତରୀୟ ବନ୍ଦରରେ ପରିଣତ କରିବା ସହ ଅନ୍ୟ କେତେକ ନୂତନ ବନ୍ଦରର ବିକାଶ ପାଇଁ ପଦକ୍ଷେପ ନିଆଯାଉଛି। ଏହି ସମ୍ମିଳନୀ ଏ କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବ। ବନ୍ଦର ବିକାଶ ମାଧ୍ୟମରେ ବୈଶ୍ୱିକ ଯୋଗାଣ ଶୃଙ୍ଖଳରେ ଓଡ଼ିଶାକୁ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବରେ ଗଢ଼ି ତୋଳିବାକୁ ସରକାର ପ୍ରୟାସ କରୁଛନ୍ତି। ନିବେଶ ପ୍ରକ୍ରିୟାକୁ ଅଧିକ ସହଜ ଏବଂ ସରଳ କରାଯାଉଛି। ଜମି ଆବଣ୍ଟନ ପ୍ରକ୍ରିୟାକୁ ଡିଜିଟାଲାଇଜେସନ ମାଧ୍ୟମରେ ଅଧିକ ସୁବ୍ୟବସ୍ଥିତ କରାଯାଉଛି। ଓଡ଼ିଶାରେ ବ୍ୟବସାୟ ଏବଂ ପୁଞ୍ଜିନିବେଶ କ୍ଷେତ୍ରକୁ ଅଧିକ ସହଜ, ସରଳ ଏବଂ ବ୍ୟାପକ କରିବା ଲକ୍ଷ୍ୟରେ ସରକାର ଏଭଳି ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି କନକ୍ଲେଭରେ ସିଙ୍ଗାପୁର, ମାଲେସିଆ ଏବଂ ଅଷ୍ଟ୍ରେଲିଆ ଓଡ଼ିଶା ସହିତ ସହଭାଗୀ ଦେଶ ଭାବେ ଅଂଶଗ୍ରହଣ କରୁଛନ୍ତି। ନିକଟରେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଷଣ୍ମୁଗାରତ୍ନମ୍ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କ୍ଷେତ୍ର ଲାଗି 8ଟି ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ସବୁଜ ଶକ୍ତି, ଶିଳ୍ପ ଭିତ୍ତିଭୂମି ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଏହି ଚୁକ୍ତିଗୁଡ଼ିକ ସ୍ୱାକ୍ଷରିତ ହୋଇଛି। ଏପରିକି ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା କନକ୍ଲେଭ୍ ଅବସରରେ ବିଭିନ୍ନ କ୍ଷେତ୍ରରେ ଶିଳ୍ପୋଦ୍ୟୋଗୀଙ୍କ ସହ ପାଖାପାଖି 100ଟି ବୁଝାମଣାପତ୍ର ସ୍ୱାକ୍ଷର କରିବାକୁ ଲକ୍ଷ୍ୟ ରଖାଯାଇଛି। ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ 2025 ରାଜ୍ୟବାସୀଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ ମାର୍ଗ ଉନ୍ମୁକ୍ତ କରିବ। ବିଶ୍ୱବ୍ୟାପୀ ବ୍ୟବସାୟୀଙ୍କୁ ଓଡ଼ିଶାକୁ ଏକ ଆକାଂକ୍ଷୀ ଗନ୍ତବ୍ୟ ସ୍ଥଳରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି। ନିରନ୍ତର ଶିଳ୍ପାୟନ, ସୁଦୃଢ଼ ଭିତ୍ତିଭୂମି ଏବଂ ଦକ୍ଷ ଶ୍ରମଶକ୍ତି ଉପରେ ଗୁରୁତ୍ୱ ଦିଆଯାଇ ଓଡ଼ିଶାକୁ ଶିଳ୍ପ ଅଭିବୃଦ୍ଧିରେ ଏକ ଉନ୍ନତ ରାଜ୍ୟ ଭାବେ ଦେଶ ତଥା ବିଶ୍ୱ ସ୍ତରରେ ପରିଣତ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। 2036 ବିକଶିତ ଓଡ଼ିଶା ଗଠନର ମୂଳଦୁଆ ଏହିଠୁ ଆରମ୍ଭ ବୋଲି ଆଶା ରହିଛି।